ଇସନୋଫିଲିଆ ବୋଲି ସାଧାରଣତଃ ଯେଉଁ ଲୋକମାନେ କହନ୍ତି ମୋତେ ଇସନୋଫିଲିଆ ହେଇଯାଇଛି, ଇସନୋଫିଲିଆ ଅଛି, ଜନ୍ମରୁ ଇସନୋଫିଲିଆ ଅଛି। ଇସନୋଫିଲିଆ ବୋଲି କିଛି ରୋଗ ନାହିଁ, ସେଇଟା ଗୋଟେ ଭୁଲ କନସେପ୍ଟ, ରଙ୍ଗ କନସେପ୍ଟ ଯେଉଁମାନେ କୁହନ୍ତି। ଇସନୋଫିଲିଆ ଗୋଟେ ଲକ୍ଷଣ ବା ଗୋଟେ ସାଇନ୍। ଆମର ଦେହରେ ଯେଉଁ ରକ୍ତ କଣିକା ଅଛି ତା ଭିତରୁ ଗୋଟେ ହେଲା ଲୋହିତ ରକ୍ତ କଣିକା ବା ରେଡ୍ ବ୍ଲଡ଼ ସେଲ୍, ଆଉ ଗୋଟେ ଟାଇପ୍ର ରକ୍ତ ଦେଖାଯାଏ ଅଛି, ସେଟା ହେଉଛି ହ୍ୱାଇଟ୍ ବ୍ଲଡ଼ ସେଲ୍ ବା ଶ୍ୱେତ ରକ୍ତ କଣିକା। ସେମାନେ ହେଉଛନ୍ତି ନର୍ମାଲି 5 ପ୍ରକାର: ଲିକୋସାଇଟ୍ସ, ଇଓସିନୋଫିଲ୍ସ, ବେସୋଫିଲ୍ସ ଆଣ୍ଡ ଲିମ୍ଫୋସାଇଟ୍ସ। ସୋ ଇସୋନୋଫିଲ୍ ଗୋଟେ ହେଉଛି ଶ୍ୱେତ ରକ୍ତ କଣିକା, ନର୍ମାଲି ବଡ଼ିରେ ଥାଏ। ଯେତେବେଳେ ରକ୍ତରେ ଇଓସିନୋଫିଲ୍ ବା ଗୋଟେ ପ୍ରକାର ଶ୍ୱେତ ରକ୍ତ କଣିକା ବଢ଼ିଯାଏ, ସେଇ ବଢ଼ିବା ଇଓସିନୋଫିଲ୍ଟା ପରୀକ୍ଷାରେ ଯେତେବେଳେ ଦେଖାଯାଏ ସେତେବେଳେ ଆମେମାନେ କହୁ ଯେ ପେସେଣ୍ଟର ବ୍ଲଡ଼ ପିକ୍ଚରରେ ଇଓସିନୋଫିଲିଆ ଅଛି। ତ କିଛି ରକ୍ତ କଣିକା ବଢ଼ିଲେ ତାକୁ ଆମେ ଫିଲିଆ କହିଥାଉ, କମିଲେ ପେନିଆ କହିଥାଉ। ତ ଇଓସିନୋଫିଲ୍ ବଢ଼ିଲେ ଇଓସିନୋଫିଲିଆ ବୋଲି ଆମେମାନେ ନର୍ମାଲି ଜାଣିଥାଉ। ଇଓସିନୋଫିଲିଆ ବୋଲି କିଛି ରୋଗ ନାହିଁ, ଏଇଟା ବିଭିନ୍ନ ରୋଗର କାରଣ, ମାନେ ବିଭିନ୍ନ ରୋଗର ଲକ୍ଷଣ, ଯାହାକି ରୋଗୀର ସିମ୍ପଟମ୍ସରେ ଦେଖାଯାଏନି, ଆମେମାନେ ପରୀକ୍ଷା କଲେ ଜଣାପଡ଼େ। ଇଓସିନୋଫିଲିଆ ବଢ଼ିଛି, ବଢ଼ିଲେ ତା ପାଇଁ କିଛି ରୋଗ ହେବ, ମାନେ ବଡ଼ିରେ ଲକ୍ଷଣ ଦେଖାଯିବ, ସେମିତି ସେଇଟା ବି ଗୋଟେ ରଙ୍ଗ କନସେପ୍ଟ। ବିଭିନ୍ନ ପ୍ରକାର ରୋଗ ହେଲେ ଇଓସିନୋଫିଲ୍ ବଢ଼ିଲେ ସେଟା ଇଓସିନୋଫିଲିଆ ହୁଏ। ନର୍ମାଲି ଆଲର୍ଜିକ୍ ରିଆକ୍ସନରେ ଇଓସିନୋଫିଲ୍ ବଡ଼ିରେ ବା ରକ୍ତରେ ବଢ଼ିଥାଏ। ଆଉ ଆମର ଥଣ୍ଡା, ଜ୍ୱର, କ୍ରୋନିକ୍ ଥଣ୍ଡା ଯେଉଁମାନଙ୍କର ରହିଥାଏ ସେମାନଙ୍କର ନର୍ମାଲି ଆଲର୍ଜିକ୍ ସେମାନେ ଥାଆନ୍ତି, ତାଙ୍କର ଆଲର୍ଜିକ୍ ରିଆକ୍ସନ୍ ହେଉଥାଏ, ଇଓସିନୋଫିଲ୍ ବଢ଼ିଥାଏ। ନର୍ମାଲି ବଡ଼ିରେ ତାଙ୍କର ଟିକେ ଇଓସିନୋଫିଲିଆ ଥାଏ। ଏଇ କନସେପ୍ଟ ଯୋଗୁଁ ଯେଉଁମାନଙ୍କର ଆପଣମାନେ ଦେଖିଥିବେ ଥଣ୍ଡା ରହୁଥିବ, ମାନେ କମନ୍ କୋଲ୍ଡ ରହୁଥିବ, ଟିକେ ଟିକେ ଆଲର୍ଜି ରିଆକ୍ସନ୍, ଧୂଳିକୁ ଆସିଗଲେ ନାକରୁ ପାଣି ବୋହିବ, ସେମାନଙ୍କର ଗୋଟେ କନସେପ୍ଟ ଥାଏ ଯେ ମୋର ଇଓସିନୋଫିଲିଆ ଅଛି। ତ କିନ୍ତୁ ସେମାନଙ୍କର ନର୍ମାଲି ଯେଉଁ ଆଲର୍ଜିକ୍ ରିଆକ୍ସନ୍ ପାଇଁ ବଡ଼ିର ଇଓସିନୋଫିଲ୍ ବଢ଼ିକି ରହିଥାଏ। ତ ଆମକୁ ସେଇ ରୋଗର କଥା ଭାବିବା କଥା। ଆଉ ଇଓସିନୋଫିଲିଆ ରୋଗ ଅଛି, ଇଓସିନୋଫିଲିଆକୁ ଟ୍ରିଟମେଣ୍ଟ କରିବି ବୋଲି ସେମିତି କିଛି କନସେପ୍ଟ ନାହିଁ। ଇଓସିନୋଫିଲ୍ସ ନର୍ମାଲି ରକ୍ତରେ ଥାଏ, ଆମର ଡିଫେନ୍ସ ମେକାନିଜିମ୍ର ସେଇଟା ଗୋଟେ ସେଲ୍। ସୋ ସେ ରକ୍ତରେ ବଢ଼ିଲା ମାନେ ଯେଉଁ ବାହାର ଜିନିଷକୁ ନର୍ମାଲି ବାହାର କରେ, ତାପରେ ଇଓସିନୋଫିଲ୍ସ କମିଯିବ। ଇଓସିନୋଫିଲ୍ସ ବଢ଼ିଲେ ଦେହରେ କିଛି କ୍ଷତି କରେନି। ଇଓସିନୋଫିଲ୍ସ ବଢ଼ିବାଟା ଆମେ ଦେଖିଲେ ଆମେ ଜାଣିପାରୁ, ଆମକୁ ହେଲ୍ପ କରେ ଡାଇଗ୍ନୋସିସ୍ କରିବାକୁ, ଆମେ ଟ୍ରିଟମେଣ୍ଟ କରୁ। ଇଓସିନୋଫିଲ୍ ଗୋଟେ ଶ୍ୱେତ ରକ୍ତ କଣିକା ବା ହ୍ୱାଇଟ୍ ବ୍ଲଡ଼ ସେଲ୍, ଯେଉଁଟା ନର୍ମାଲି ବଡ଼ିର ଇମ୍ୟୁନ୍ ସିଷ୍ଟମ୍ ପାଇଁ ହେଲ୍ପ କରେ। ସୋ କିଛି ଆଲର୍ଜିକ୍ ରିଆକ୍ସନ୍ ହେଲେ ରକ୍ତରେ ସିଏ ଇଓସିନୋଫିଲ୍ ନମ୍ବର ଧୀରେ ଧୀରେ ବଢ଼େ, ଯେମିତିକି ସେ ବାହାର ଆଲର୍ଜି ବାହାର ଜିନିଷଟାକୁ ଦେହରୁ ବାହାର କରିଦେବ। ସୋ ସେଥିଲାଗି ଇଓସିନୋଫିଲ୍ ବଡ଼ିରେ ବଢ଼ିଯାଏ। ତ ନର୍ମାଲି ସାଧାରଣରେ ଆମର ଆଲର୍ଜି ହେଇକି ଛିଙ୍କ କାଶ ହୁଏ ଯେଉଁମାନଙ୍କୁ କ୍ରୋନିକାଲି ଥାଏ। ଜଣେ ଜଣଙ୍କର ଧୂଳି କଣାକୁ ଆଲର୍ଜି ଥାଏ, ଜଣେ ଜଣଙ୍କର ଗାଧେଇଲେ ମାନେ ମୁଣ୍ଡ ଧୋଇ ଗାଧେଇଲେ ଆଲର୍ଜି ଥାଏ। ସୋ ବିଭିନ୍ନ ପ୍ରକାର ଆଲର୍ଜିକ୍ ରିଆକ୍ସନ୍ରେ ଲୋକମାନଙ୍କର ଯେତେବେଳେ ଟିକେ ଟିକେ ଆଲର୍ଜି ରିଆକ୍ସନ୍, ଥଣ୍ଡା ହେଇଯାଏ, ନାକରୁ ପାଣି ଗଡ଼େ, ସୋ ସେତେବେଳେ ଆଲର୍ଜିକ୍ ରିଆକ୍ସନ୍ ହେଇ ଇଓସିନୋଫିଲ୍ ବଢ଼େ। ସୋ ସେମାନଙ୍କର ସେଥିପାଇଁ ସେ କନସେପ୍ଟ ରହିଯାଏ ଯେ ମୋର ଇଓସିନୋଫିଲିଆ ଅଛି ବା ଇଓସିନୋଫିଲିଆ ଗୋଟେ ରୋଗ, ମୋର ଇଓସିନୋଫିଲିଆ ହିଁ ଅଛି। ତ ତାଙ୍କର ସେ ଆଲର୍ଜି ରିଆକ୍ସନ୍ ଉପରେ ଆମେ ଧ୍ୟାନ ଦେବା କଥା, ଇଓସିନୋଫିଲିଆ କନସେପ୍ଟରୁ ଦୂରରେ ରହିକି। ଇଓସିନୋଫିଲ୍ ରକ୍ତରେ ବଢ଼ିବାର ମୁଖ୍ୟ କାରଣ ଆଲର୍ଜିକ୍ ରିଆକ୍ସନ୍, ମାନେ ଆଜମା ଟାଇପ୍ର ଆଲର୍ଜିକ୍ ଆଜମା ବି ଇଓସିନୋଫିଲ୍ ବଢ଼େଇ ପାରିବ। ପାରାସାଇଟିକ୍ ଇନଫେକ୍ସନ୍, ଫାଇଲିଆସିସ୍ ଖାଲି ନୁହଁ, ଅନ୍ୟ ମାନେ ପାରାସାଇଟ୍ସ, ଯେତେ ପ୍ରକାର ପାରାସାଇଟ୍ସ ହୁଏ ତାର ଇନଫେକ୍ସନ୍ରେ ବି ଇଓସିନୋଫିଲ୍ସ ବଢ଼ିପାରିବ। ଆମର ଗୋଟେ କନସେପ୍ଟ ଅଛି ଇଡ଼ିଓପାଥିକ୍ ଇଓସିନୋଫିଲିଆ, ମାନେ ଯାହାର କାରଣ କିଛି ଜଣା ନ ପଡ଼ିକି ବି ରକ୍ତରେ ଇଓସିନୋଫିଲ୍ ବଢ଼ିକି ରହିପାରିବ। ଆଉ ବିଭିନ୍ନ ଅନ୍ୟ କାରଣ ଅଛି, ଗୋଟେ ଆଡ଼ିସନ୍ସ ଡିଜିଜ୍ ଅଛି, ତା ଦେହରେ ବି ଇଓସିନୋଫିଲ୍ ବଢ଼ିପାରିବ। ଆଡ଼ିସନ୍ସ ଡିଜିଜ୍ଟା ସାଧାରଣତଃ
किडनी उपरे गोटे ट्यूमर टाइप रोग हेले एडिशंस डिजीज ताको कहा जाए। आउ केते प्रकार मालिग्नेंसी बा कैंसर रे भी इओसिनोफिल्स बढ़ी पारिबो। नॉर्मली आम इओसिनोफिलिया बॉडी रे अच्छी बोली केमती जानिबा आम गोटे सीबीसी कंप्लीट ब्लड काउंट गोटे टेस्ट लैबोरेटरी ब्लड टेस्ट रक्त परीक्षा करा जाए बा ताधरे से जो डीसी रे बा सीबीसी रे आमे व्हाइट ब्लड सेल्स टाइप्स ऑफ व्हाइट ब्लड सेल माने विभिन्न प्रकार श्वेत रक्त कणिकार परसेंटेज देखू। नॉर्मली आमर रक्त रे 2 रु 7% व्हाइट ब्लड सेल थाए। जदि 7% रु अधिका है ताले आमे ताकू इओसिनोफिलिया बोली कहू। कंसीडर करा जाए 12% रु अधिका है साइन सिम्पटम्स साधारणतः देखा जाए। आउ गोटे परीक्षा है एब्सोल्यूट इओसिनोफिल काउंट। एथिरे डीसी रे कौन हुए कि सबु प्रकार व्हाइट ब्लड सेल्स को देखा जाए किंतु एब्सोल्यूट इओसिनोफिल काउंट होची पर्टिकुलरली केते इओसिनोफिल्स बॉडी रे अछि तार गोटे एक्जाक्ट अमाउंट जना पड़े। सो सेथुरु गोटे डीसी टू आउ टिके बेटर पिक्चर जना पड़े नॉर्मली आर बॉडी रे इओसिनोफिल्स केते अछि बा रोगी को इओसिनोफिलिया अछि बोली। फाइलेरियासिस बॉडी रे हेले इओसिनोफिल बढ़िबो तो ताकू आउ गोटे टर्म रे भी आम मेडिकल साइंस रे आम ट्रॉपिकल इओसिनोफिलिया बोली कहू। तो तार रोग निराकरण बा ट्रीटमेंट हेले आपण आमे बुझिबा धर एलर्जिक रिएक्शन होइछि आमे एलर्जी अवॉइड करिबा। से जो रोगीर जो प्रकार एलर्जी अच्छी से प्रकार एलर्जी की अवॉइड करिवो। एंटी एलर्जिक मेडिसिन्स एंटी हिस्टामिनिक मेडिसिन्स विभिन्न प्रकार एंटी हिस्टामिनिक मेडिसिन आजकल आसीलानी एडवांस एंटी हिस्टामिनिक मेडिसिन्स ताकू यूज करिवो। आउ पैरासाइटिक इन्फेक्शन फाइलेरियासिस हेले फाइलेरियासिस रो ट्रीटमेंट करिवे। छोट छोट कारण अच्छी एडिशंस डिजीज हो कैंसर हो से आम आउ कि लाइफस्टाइल किसी करहबन किंतु मुख्य कारण जो इओसिनोफिल्स बढ़िबार एलर्जिक रिएक्शंस हो कि पैरासाइटिक इन्फेक्शन हो। सो एलर्जिक रिएक्शंस को आम जदि अवॉइड कर परिबा जो रोगीर जोटा को एलर्जी अच्छी एलर्जी किसी भी जिनस को हो पार खाद्य भी एलर्जी हो पार एनवायरमेंट एलर्जी हो पार आपणकर ऑयल यूज कर सोप यूज कर एनी यूजेबल जिनस सराउंडिंग जो जिनस को जो रोगीर एलर्जी थी से एलर्जी अवॉइड कले एलर्जी हेनी एलर्जी ना इओसिनोफिल बढ़िबनी कि इओसिनोफिलिया हेनी। पैरासाइटिक इन्फेक्शन सपोज आपनकर फाइलेरियासिस इन्फेक्शन नहेले कि नहवाई फाइलेरियासिस जोन को न गले कि फाइलेरियासिस हो ट्रीटमेंट कले आपनकर इओसिनोफिल बढ़िबो ना। विभिन्न रोगर कारण और निराकरण संपर्क में डाक्तरों ठारू जानिबा पई स्वास्थ्य प्लस ओडिया रो यूट्यूब चैनल सब्सक्राइब करंतु।